ବାଲେଶ୍ୱର ଜିଲ୍ଲା ଓଂପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତର ମୁକୁନ୍ଦପୁର ଶାସନରେ ଆଜି ଏକ ସ୍ମୃତିଚାରଣ ସଭାର ଆୟୋଜନ ହୋଇଛି। କାରଣ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଅଭୁଲା ସ୍ମୃତି ଜୀବନ କର୍ମ ସମ୍ପର୍କରେ ସଂକ୍ଷେପରେ ନିଜ ନିଜ ମଧ୍ୟରେ ସେ ଆଲୋଚନା କରିଛନ୍ତି। ସେ ଆଜି ଅମର ଏଇଥିପାଇଁ ସାରା ଓଡ଼ିଶାର ନିଜର ବ୍ୟବହାର ଅଭିନୟ ପାଇଁ ସବୁଠି ସେ ଚର୍ଚ୍ଚିତ ଥିଲେ। ଯାତ୍ରା ଜଗତରେ ଏକ ଧ୍ରୁବତାରା କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍କୁଲ ଦିନରୁ ଯିଏ କଳା ଅଭିନୟ ପାଇଁ ନିଜ ପାଠକୁ ବି ପଛରେ ପକାଇ ଦେଇଥିଲେ ସିଏ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର। ଉଚ୍ଚଶିକ୍ଷାକୁ ପଛରେ ପକାଇ ଦେଇ ଯିଏ ମୁକ୍ତେଶ୍ୱର ଅପେରାର ନିଜର ଅଭିନୟରେ ସମସ୍ତଙ୍କ ମନକୁ ମୁଗ୍ଧ କରିବା ପାଇଁ ନିଜ ଘରକୁ ପର କରି ଅଭିନୟକୁ ନିଜକୁ ପାଗଳ କରିଦେଇଥିଲେ ସେ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ଦାସ। ଏକଥା ଆମେ କହୁନି। ସ୍ମୃତିଚାରଣ ସଭାରେ ସଭାପତି ଡକ୍ଟର ଭରତ ବେହେରା କୋହଭରା କଣ୍ଠରେ ନିଜ ସହପାଠୀ ବିଷୟରେ ବିବରଣ ପ୍ରଦାନ କରିଛନ୍ତି। ପୂର୍ବତନ ସରପଞ୍ଚ ଯୋଗାନନ୍ଦ ଦାସ ନିଜର କଳା ଜଗତର ଗୁରୁ ଭାବେ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ପୂର୍ବକ ନିଜ ଦୁଇ ନୟନରେ ଅଶ୍ରୁବିନ୍ଦୁକୁ ସ୍ୱର୍ଗତ ଦାସଙ୍କ ଚରଣାବିନ୍ଦରେ ସମର୍ପଣ କରିଛନ୍ତି। ଯେ ଲିଭି ଯାଇଛି ସେ ପ୍ରଦୀପର ଶିଖା ଆଉ ଜଳିବ ନାହିଁ। ଦରଦ ପ୍ରାଣେ ଡାକ ଡାକିବାକୁ ସତେ ହାୟ ଆଉ ନାହିଁ, ଆଉ ସେ ଜଳିବ ନାହିଁ। 1957 ମସିହାରୁ ଯେଉଁ ପ୍ରଦୀପଟି ଏହି ଧରାକୁ ଆଲୋକିତ କରୁଥିଲା ଗତ 7 ତାରିଖ ଦିନ ସମସ୍ତଙ୍କୁ ପର କରି ପୂର୍ଣ୍ଣତାକୁ ପ୍ରାପ୍ତ ହୋଇଛନ୍ତି।